ଦେଖନ୍ତୁ ଯଦି ଆପଣମାନେ ଓଏସରେ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି ଆକାଡେମି ସେକ୍ସନ୍ ଅଗଷ୍ଟ 2026ର ତ ଓଏସୁ ଅଫିସିଆଲି ୱେବସାଇଟ୍ରେ ହିଁ ଆପଣଙ୍କ ଅଫିସିଆଲି ୱେବସାଇଟ୍ରେ ଆପଣ ଅପଡ଼େଟ୍ ହେଇସାରିଛି। ତ ଆଜିର ଭିଡ଼ିଓରେ ଆମେ ଜାଣିବା ଯେ ଆପଣ ଓଏସୁରେ ଯଦି ଆଡ଼ମିସନ୍ କରୁଛନ୍ତି ତାହେଲେ ଆପଣ ପିଜି ପ୍ରୋଗ୍ରାମ୍ କରୁଛନ୍ତି କିମ୍ବା ଆପଣ ଗ୍ରାଜୁଏସନ୍ କୌଣସି ପ୍ରୋଗ୍ରାମ୍ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି ତ ଆଡ଼ମିସନ୍ର କେତେ ଟଙ୍କା ପେମେଣ୍ଟ ଲାଗିଥାଏ ଆଉ ପିଜି ପ୍ରୋଗ୍ରାମ୍ ଯଦି 2 ବର୍ଷ ଯେଉଁ ରହୁଛି ଆପଣଙ୍କର ପିଜି ପ୍ରୋଗ୍ରାମ୍ ସେ 2 ବର୍ଷରେ ଆପଣ କମ୍ପ୍ଲିଟ୍ ଆପଣଙ୍କ 2 ବର୍ଷ ଭିତରେ କେତେ ଟଙ୍କା ପେମେଣ୍ଟ ଲାଗିଥାଏ ମାନେ ଖାଲି ଆଡ଼ମିସନ୍ କଥା କହିବେନି ରିଆଡ଼ମିସନ୍ ଆଉ ଏକ୍ଜାମିସନ୍ ଯେତେବେଳେ ଆପଣ ଦେବେ ଏକ୍ଜାମିସନ୍ ଫି ମାନେ 2 ବର୍ଷ ଭିତରେ ପିଜି ଯଦି କରୁଛନ୍ତି ତାହେଲେ ଆପଣଙ୍କୁ କେତେ ଟଙ୍କା ଲାଗୁଛି ଆଉ ଯଦି ଆପଣ 4 ବର୍ଷ ଯେଉଁ +3 କରୁଛନ୍ତି ବା ଗ୍ରାଜୁଏସନ୍ କରୁଛନ୍ତି ତା 4 ବର୍ଷରେ କମ୍ପ୍ଲିଟ୍ କେତେ ଟଙ୍କା ପେମେଣ୍ଟ ଲାଗିଥାଏ ମୁଁ ହିସାବ କରି କହିବି ମାନେ ଆଡ଼ମିସନ୍ ରିଆଡ଼ମିସନ୍ ଏକ୍ଜାମିସନ୍ ଫି ଆପଣ ଗୋଟେ ଅନର ଆଭରେଜ୍ ଜାଣିପାରିବେ। ବହୁତ ସାରା ପିଲା କନଫ୍ୟୁଜନ୍ ହୁଅନ୍ତି କେତେ ଟଙ୍କା ପେମେଣ୍ଟ ଲାଗିବ ମୁଁ ଦେଇପାରିବି ଏଫୋର୍ଡ଼ କରିପାରିବି କି ନାହିଁ ତ ସେଟାକୁ ଆମେ କମ୍ପ୍ଲିଟ୍ ଆନାଲାଇଜ୍ କରିବା ଯେ ଆଜି କେତେ ଟଙ୍କା ଆପଣଙ୍କର ଟୋଟାଲ୍ କୋର୍ସ କମ୍ପ୍ଲିଟ୍ ହେଇକି ସାର୍ଟିଫିକେଟ୍ ଯିବା ପର୍ଯ୍ୟନ୍ତ ଆପଣ କେତେ ଟଙ୍କା ପେମେଣ୍ଟ ଲାଗିଥାଏ। ତ ଗୋଟେ ଜବରଦସ୍ତ ଭିଡ଼ିଓ ରହିବ ତ ଏଇଭଳି ଭାବରେ ସମସ୍ତ ଯଦି ଆପଣ ଓଏସରେ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି କମ୍ପ୍ଲିଟ୍ ଆଡ଼ମିସନ୍ ଡିଟେଲ୍ସରେ ଏଲିଜିବିଲିଟି କ୍ରାଇଟେରିଆ ହେଉ କୋର୍ସ ଷ୍ଟ୍ରକ୍ଚର ହେଉ ସିଲାବସ୍ ହେଉ କେମିତି ଭାବରେ ଆଡ଼ମିସନ୍ କରିପାରିବେ କମ୍ପ୍ଲିଟ୍ ଭିଡ଼ିଓ ବନେଇ ଦେଇଛି 2 ଦିନ ପୂର୍ବରୁ ଦେଖିଦେବେ ଆଉ ଆପଣଙ୍କର ଆଡ଼ମିସନ୍ ଅନଲାଇନ୍ କିପରି ଭାବରେ ଆପ୍ଲାଏ କରିବେ ମଧ୍ୟ ଆପଣଙ୍କର ସେ ଭିଡ଼ିଓ ମଧ୍ୟ ମୁଁ କରିଦେଇଛି ଦେଖିପାରିବେ। ଯଦି ଆପଣ ଓଏସରେ ଅଛନ୍ତି ଜାଣନ୍ତୁ ଯେ ଓଏସରେ ସମସ୍ତ ମାନେ 100% ପିଲାମାନେ ମୋ ପାଖରେ ଆସି ପଢ଼ିଥାନ୍ତି ଦୀର୍ଘ 5-6 ବର୍ଷ ହେଲାଣି ମୁଁ ପିଲାମାନଙ୍କୁ ଗାଇଡାନ୍ସ ପ୍ରୋଭାଇଡ଼ କରୁଛି ଅନେକ ପିଲା ମୋ ପାଖରୁ ପାସ୍ ହେଇକି ଯାଆନ୍ତି। ଯଦି ଆପଣ ଚାହୁଁଛନ୍ତି ଏଭଳିଆ ଭାବରେ ଗାଇଡାନ୍ସ ଅପଡେଟ୍ ଆଉ ଆପଣଙ୍କର ସମସ୍ତ ତମାମ ଅପଡେଟ୍ ଆପଣ ପାଇବା ପାଇଁ ଚାହୁଁଛନ୍ତି ତା ଚ୍ୟାନେଲକୁ ସବସ୍କ୍ରାଇବ ରଖିବେ ଯେଉଁଟାକି ସମସ୍ତ ଅପଡେଟ୍ ଆପଣମାନେ ପାଇପାରିବେ। ଦେଖନ୍ତୁ ଆମେ ଯିବା ଯଦି ଆପଣ ଓଏସରେ ଆଡ଼ମିସନ୍ କରୁଛନ୍ତି ନା ଦେଖନ୍ତୁ ମୁଁ ଆଉ ଗୋଟେ କଥା କହିଦେଉଛି ଓଏସରେ ଯଦି ଆପଣ ଆଡ଼ମିସନ୍ କରୁଛନ୍ତି ଆଡ଼ମିସନ୍ କରିସାରିଲା ପରେ କେଉଁ ସବଜେକ୍ଟରେ ଆଡ଼ମିସନ୍ କଲେ ମୋତେ ଏଇ ନମ୍ବରରେ ମେସେଜ୍ କରିଦେବେ 6372888599 ନମ୍ବର ଅଛି ଏଇ ନମ୍ବର ହ୍ୱାଟ୍ସଆପ୍ ମେସେଜ୍ କରିଦେବେ ଆପଣଙ୍କ ନେମ୍ କେଉଁ ସବଜେକ୍ଟ ଆଡ଼ମିସନ୍ କଲେ ମୁଁ ଯେଉଁଥିରେ କି ହ୍ୱାଟ୍ସଆପ୍ରେ ନମ୍ବର ସେଭ୍ କରିନେବି ଯେଉଁଥିରେ କି ଆପଣଙ୍କର ସମସ୍ତ ଅପଡେଟ୍ ଆସିଲେ ମଧ୍ୟ ହ୍ୱାଟ୍ସଆପ୍ ଷ୍ଟାଟସ୍ ମାଧ୍ୟମରେ ଆପଣଙ୍କୁ ଜଣେଇବି। ଆଚ୍ଛା ଦେଖନ୍ତୁ ଆମେ ଯିବା ଯେତେବେଳେ ଓଏସୁ ଆଡ଼ମିସନ୍ କରିବା ପାଇଁ ହେଲେ ଦେଖନ୍ତୁ ଗୋଟେ ହେଉଛି ଆମର ଗୋଟେ ପିଜି ପ୍ରୋଗ୍ରାମ୍ ଗୋଟେ ହେଉଛି ଆମର +3 ପ୍ରୋଗ୍ରାମ୍ ଦେଖନ୍ତୁ ଓଏସୁ ଯେତେବେଳେ ଆଡ଼ମିସନ୍ କରୁଛନ୍ତି ନା ଯେକୌଣସି ରେଗୁଲାର କୋର୍ସ ହେଉ ଆପଣ ଡିଷ୍ଟାନ୍ସ କୋର୍ସ ହେଉ ଆପଣ କୌଣସି କୋର୍ସରେ ଆଡ଼ମିସନ୍ କଲେ ଏଟ୍ ଏ ଟାଇମ୍ ଆପଣଙ୍କୁ କମ୍ପ୍ଲିଟ୍ ପଇସା ଦେବାକୁ ପଡ଼େନି। ଫାଷ୍ଟ ଆଡ଼ମିସନ୍ ପେମେଣ୍ଟ ଦେବେ ପୁଣି ଯେତେବେଳେ ସେକେଣ୍ଡ ଇୟରକୁ ହେବେ ସେକେଣ୍ଡ ଇୟର ରିଆଡ଼ମିସନ୍ ପେମେଣ୍ଟ ଦେବେ ଆଉ ଗୋଟେ ହେଉଛି ଆପଣ ଏକ୍ଜାମିସନ୍ ଫି ଦେବେ। 3 ପ୍ରକାର ପେମେଣ୍ଟ ଆପଣଙ୍କୁ ଓଏସୁ ଆପଣଙ୍କ ପାଖରୁ ନେଇଥାଏ ଗୋଟେ ହେଉଛି ଆଡ଼ମିସନ୍ ପେମେଣ୍ଟ ଗୋଟେ ହେଉଛି ରିଆଡ଼ମିସନ୍ ପେମେଣ୍ଟ ଆଉ ଗୋଟେ ହେଉଛି ଏକ୍ଜାମିସନ୍ ଦେବା ପୂର୍ବରୁ ଆପଣଙ୍କ ଏକ୍ଜାମିସନ୍ ପେମେଣ୍ଟ। ତ ପ୍ରଥମେ ଆମେ ଜାଣିବା ଯେକୌଣସି ଆପଣ +3 ପ୍ରୋଗ୍ରାମକୁ ମୁଁ ଟିକେ ପଛରେ ରଖୁଛି ଆଗେ ପିଜି ପ୍ରୋଗ୍ରାମ କହୁଛି ତାପରେ +3 ପିଲାଙ୍କର ଟିକେ ୱେଟ୍ କରନ୍ତୁ ମୁଁ କହିଦେଉଛି। ଦେଖନ୍ତୁ ଫାଷ୍ଟ ଆମେ ପିଜି ପ୍ରୋଗ୍ରାମ ବିଷୟରେ ଜାଣିବା ଯେକୌଣସି ପିଜି ପ୍ରୋଗ୍ରାମରେ ଆପଣ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି ଓଏସୁ ତାର କୋର୍ସ ଫି ରହିଛି ଆଡ଼ମିସନ୍ ଫି ରହିଛି ଆପଣଙ୍କର 8,000 ଟଙ୍କା ଦେଖିପାରୁଥିବେ ଆପଣଙ୍କର ଓଏସୁରେ ତାର ପେମେଣ୍ଟ ଆପଣଙ୍କର ନେଉଛି ସେ 8,000 ଟଙ୍କା ଟିକେ ସରି ଦେଖନ୍ତୁ ଓଏସୁ ତାର ଆଡ଼ମିସନ୍ ଫି ଆପଣଙ୍କର 8,000 ଟଙ୍କା ନେଉଛି କିନ୍ତୁ ଆପଣ ଯେତେବେଳେ ରିଆଡ଼ମିସନ୍ ମାନେ ସେକେଣ୍ଡ ଇୟରକୁ ଯେତେବେଳେ ହେବେ ଆପଣଙ୍କୁ 7,500 ଟଙ୍କା ଦେବେ କାରଣ 500 ଟଙ୍କାଟା ଆପଣ ସାର୍ଟିଫିକେଟ୍ ଫି ରହୁଛି ଓଏସୁ ତାର ଆଡ଼ମିସନ୍ରେ ଫାଷ୍ଟ ଇୟରରେ ହିଁ ଆପଣଙ୍କ ସାର୍ଟିଫିକେଟ୍ ନେଇଯାଉଛି ପେମେଣ୍ଟ ପାଇଁ ମାନେ ଆପଣଙ୍କ ଆଡ଼ମିସନ୍ ଯେତେବେଳେ କମ୍ପ୍ଲିଟ୍ ହେଇକି ଆପଣ କୋର୍ସ କମ୍ପ୍ଲିଟ୍ ହେଇକି ସାର୍ଟିଫିକେଟ୍ ପାଇବେ ସେଥିପାଇଁ 500 ଟଙ୍କା ଆପଣ ଆଡ଼ମିସନ୍ ଟାଇମ୍ରେ ଦେବେ। ତ ଫାଷ୍ଟ ଇୟରରେ ତ ଏବେ ଯେତେବେଳେ ଆଡ଼ମିସନ୍ ନେବେ ଆପଣଙ୍କୁ 8,000 ଟଙ୍କା ପଡ଼ିବ ଓକେ ଯେତେବେଳେ ସେକେଣ୍ଡ ଇୟରକୁ ଯିବେ ସେଟା ଆପଣ 7,500 ଟଙ୍କା ପଡ଼ିବ ମାନେ 8 5 7 କେତେ ଏଠି ମାନେ ଆପଣଙ୍କ ଯଦି ଆପଣ ଏଠି ଦେଖିବେ 8,000 ଆଉ ଇଏ ହେଉଛି 7,500 ମାନେ ଟୋଟାଲ୍ ଆପଣ 15,500 ଟଙ୍କା ଆଡ଼ମିସନ୍ ଆଉ ରିଆଡ଼ମିସନ୍ ଫି ଆପଣ ପିଜି ପ୍ରୋଗ୍ରାମ୍ ଯଦି କରୁଛନ୍ତି ନେବେ। ଆଉ କେଉଁ ପେମେଣ୍ଟ ଲାଗିଥାଏ ଓଏସର ମୁଁ କହିଥିଲି ନା 2ଟା ପେମେଣ୍ଟ ଲାଗିଥାଏ ଗୋଟେ ହେଉଛି ଆଡ଼ମିସନ୍ ଆଉ ଗୋଟେ ହେଉଛି ଏକ୍ଜାମିସନ୍ ପେମେଣ୍ଟ। ଏକ୍ଜାମିସନ୍ ଯେଉଁ ଆପଣଙ୍କର ଓଏସୁ କରେ ସେମିଷ୍ଟର ୱାଇଜ୍ କରେ ତ ଆପଣ ଯେତେବେଳେ ଏକ୍ଜାମିସନ୍ ଦେବେ ମନେ ରଖନ୍ତୁ ଆପଣ ତ ଏକ୍ଜାମିସନ୍ ଦେଉଛନ୍ତି କ'ଣ ସେମିଷ୍ଟର ୱାଇଜ୍ ମଧ୍ୟ ଦେବେ। ଆଚ୍ଛା ସେମିଷ୍ଟରରେ ଯେକୌଣସି ପ୍ରୋଗ୍ରାମ୍ ଆପଣ ପିଜିରେ ଆଡ଼ମିସନ୍ କରୁଛନ୍ତି ତାହେଲେ ଆପଣଙ୍କୁ ଦେଖନ୍ତୁ ଫାଷ୍ଟ ଇୟର ଦେଖିପାରୁଥିବେ ଏଇଟା ଦେଖିପାରୁଥିବେ ଡିଟେଲ୍ସ ଫାଷ୍ଟ ଇୟରରେ ଆପଣଙ୍କର 5ଟି ସବଜେକ୍ଟ ରହିବ 5ଟି ସବଜେକ୍ଟ ଆପଣଙ୍କର 5ଟି ସବଜେକ୍ଟ ରହିବ ମାନେ 5ଟି ସବଜେକ୍ଟ ଏକ୍ଜାମିସନ୍ ଦେବେ 5ଟି ସବଜେକ୍ଟ ପାଇଁ ଆପଣଙ୍କର ଏକ୍ଜାମିସନ୍ ପେମେଣ୍ଟ ମଧ୍ୟ ଦେବେ ପ୍ରତ୍ୟେକ ସବଜେକ୍ଟ 200 ଟଙ୍କା ନେଇଥାଏ ପ୍ରତ୍ୟେକ ସବଜେକ୍ଟ 200 ଟଙ୍କା ଆପଣଙ୍କର ଏକ୍ଜାମିସନ୍ ପେମେଣ୍ଟ ପାଇଁ ଆପଣଙ୍କୁ ଲାଗିଥାଏ। ତ ଆପଣଙ୍କର ଫାଷ୍ଟ ଇୟର 5ଟା ରହିଲା ଯଦି ଆପଣ ପିଜି ପ୍ରୋଗ୍ରାମ୍ ଅଛନ୍ତି ସେକେଣ୍ଡ ଇୟରକୁ ଆପଣ 7ଟା ସବଜେକ୍ଟ ରହିବ ମାନେ 12 5 ସରି ଆପଣ ଇଏ 5ଟା ଇଏ 7ଟା ମାନେ 12ଟା ହେଲା ଆଉ ଥାର୍ଡ଼ ସେମିଷ୍ଟର ଯେତେବେଳେ ଆପଣ ଯିବେ ଥାର୍ଡ଼ ସେମିଷ୍ଟର ଇଏ 3ଟା ଏଥିରୁ ଗୋଟେ ଇଏ 3 ଇଏ 6ଟା ମାନେ 12 ଇଏ 6 କେତେ 18 ଫୋର୍ଥ ସେମିଷ୍ଟର ଯେତେବେଳେ ଆସିବେ ଇଏ ମଧ୍ୟ ଆପଣଙ୍କର ରହିଲା 3 ଇଏ ହେଉଛି ମଧ୍ୟ 6ଟା ସବଜେକ୍ଟ 18 ଇଏ 6 କେତେ 24ଟା ସବଜେକ୍ଟ ମାନେ ଆମେ ଦେଖିପାରିଲେ ଯେ ଦେଖନ୍ତୁ ଆପଣଙ୍କର ଓଏସୁ ତାର କ'ଣ କଲା ପିଜି ପ୍ରୋଗ୍ରାମ ପାଇଁ ଦେଖନ୍ତୁ ଆମେ ଜାଣିପାରିଲେ ଯେ ଆମେ ଆଡ଼ମିସନ୍ ରିଆଡ଼ମିସନ୍ ପେମେଣ୍ଟ ବର୍ତ୍ତମାନ ଆଡ଼ମିସନ୍ ସମୟରେ ଆପଣଙ୍କର 8K ଦେବେ
ଆପଣଙ୍କର ପୁଣି ରିଆଡମିସନ୍ ସମୟରେ 7.5K ମାନେ 7,500 ଆପଣ ଦେବେ। ମାନେ ଇଏ ହେଉଛି ଆପଣଙ୍କର 15,500 ଆପଣଙ୍କ ଟଙ୍କା ଆପଣ ଦେବେ। ଆଉ ଏଠି ଆମେ ଦେଖିଲେ କେତେଟା ସବଜେକ୍ଟ, 24ଟା ସବଜେକ୍ଟ ଟୋଟାଲ ସେମିଷ୍ଟାର ୱାଇଜ୍ ଆପଣଙ୍କ ଦେଖନ୍ତୁ ଫାର୍ଷ୍ଟ ସେମିଷ୍ଟାର ଯେତେବେଳେ ଏକ୍ଜାମିନେସନ୍ ଆଡମିସନ୍ କରିବେ ଫର୍ମ ଫିଲ୍ଅପ୍, ସେତେବେଳେ ଆପଣ 5ଟା ସବଜେକ୍ଟ ମାନେ ଆପଣଙ୍କୁ 1,000 ଟଙ୍କା ପଡ଼ିବ। ତ ମୁଁ ଟୋଟାଲ ଅନଲାଇନ୍ ଆଭରେଜ କହିଦେଉଛି, ଟୋଟାଲ ସେମିଷ୍ଟାର ଯଦି ଆପଣ ଦେବେ ଆପଣ 24ଟା ସବଜେକ୍ଟ ମାନେ ଆପଣଙ୍କୁ ପଡ଼ିବ ସେମିଷ୍ଟାର ଥିବ ରହିବ। ଫାର୍ଷ୍ଟ ସେମିଷ୍ଟାର ଯେତେବେଳେ ଆଡମିସନ୍ ବା ଏକ୍ଜାମିନେସନ୍ ପେମେଣ୍ଟ କରିବେ ତା ପାଇଁ ଆପଣଙ୍କର 1,000 ଟଙ୍କା ରହିବ। ତ ଟୋଟାଲ ଆପଣଙ୍କର ପିଜି ରହୁଛି 24ଟା, 24 ଇଣ୍ଟୁ 200 କରିଦିଅନ୍ତୁ, କାରଣ 200 ଟଙ୍କା ଲେଖା ନେଇଥାଏ। ତ ଟୋଟାଲ ହେଉଛି ଆପଣଙ୍କର 4800 ଟଙ୍କା। ଆପଣ ଜାଣିପାରିଲେ ଆଡମିସନ୍ ଆଉ ରିଆଡମିସନ୍ ଆପଣଙ୍କର 15,500, ଆଉ ଇଏ ହେଉଛି ଆପଣଙ୍କର 4800 ଟଙ୍କା। ତ ଆମେ ଯଦି ଦେଖିବା ତାହେଲେ 8, 5, 12, 1, 13 ଗଲା 1, ଇଏ ହେଉଛି 5, 1, 9, 1, 10 ଗଲା 1, 1, 2, ମାନେ 20,300 ଟଙ୍କା ଆପଣଙ୍କୁ ଟୋଟାଲ ପେମେଣ୍ଟ ଆପଣଙ୍କୁ ଓଏସରେ ଲାଗିବ। ଜାଣନ୍ତୁ ଆପଣଙ୍କୁ 20,300 ଟଙ୍କା ଆପଣଙ୍କୁ ଟୋଟାଲ ଆପଣଙ୍କର ଯଦି ପିଜି କରୁଛନ୍ତି ତାହେଲେ ଆପଣଙ୍କର 2 ବର୍ଷରେ ପୁରା ଆପଣଙ୍କର ଆଡମିସନ୍ ଠାରୁ ଆପଣଙ୍କର ପୁରା ସାର୍ଟିଫିକେଟ୍ ପାଇବା ପାଇଁ ହେଲେ ଆପଣଙ୍କର 20,300 ଟଙ୍କା ଲାଗିବ। 20,300 ଟଙ୍କା ଲାଗିବ। ଆଉ କିଛି ଆପଣଙ୍କର ଟ୍ରାଭେଲିଂ ଖର୍ଚ୍ଚ ହେଇପାରେ, ଅଲଗା କିଛି ହେଇପାରେ। ତ ଆପଣଙ୍କର ପିଜି କରୁଛନ୍ତି ଯଦି ଓଏସରେ ତାହେଲେ ଆପଣଙ୍କ 2 ବର୍ଷ ଭିତରେ ଆପଣ 20,300 ଟଙ୍କା ଦେବେ। ପାର୍ଟ କରିକି ଦେବେ, ଏଟ୍ ଏ ଟାଇମ୍ ତ ଦେଉନାହାନ୍ତି। ଆଡମିସନ୍ ସମୟରେ 8,000 ଦେଲେ, ପୁଣି ଯେତେବେଳେ ଏକ୍ଜାମିନେସନ୍ ଦେବେ ସେତେବେଳେ 1,000 ଟଙ୍କା ଦେବେ, ପୁଣି ସେକେଣ୍ଡ ଇୟରକୁ ଯେତେବେଳେ ହେବେ ସେକେଣ୍ଡ ସେମିଷ୍ଟାରକୁ ହେବେ ଆପଣଙ୍କୁ ସେତେବେଳେ କିଛି ଏକ୍ଜାମିନେସନ୍ ପେମେଣ୍ଟ ଦେବେ, ରିଆଡମିସନ୍ କରିବେ, ଏମିତି ଦେବେ। ତ 2 ବର୍ଷ ଭିତରେ ଆପଣଙ୍କୁ 20,300 ଟଙ୍କା ଆପଣଙ୍କୁ ଓଏସରେ ଆଡମିସନ୍ କରିବା ପାଇଁ ହେଲେ ପିଜି ସବଜେକ୍ଟରେ ଆପଣଙ୍କୁ 20,000 ଟଙ୍କା ଲାଗିବ। ତାପରେ ଆମେ ଯିବା ଆପଣଙ୍କର ଏବେ ଗ୍ରାଜୁଏସନ୍ ସବଜେକ୍ଟକୁ। କୌଣସି ସବଜେକ୍ଟରେ ଯଦି ଆପଣ ଗ୍ରାଜୁଏସନରେ ଯେକୌଣସି ବା ପିଜି ସବଜେକ୍ଟରେ ଆପଣଙ୍କର +3 ସବଜେକ୍ଟରେ ଆପଣ ଯଦି ଆଡମିସନ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଦେଖନ୍ତୁ ଆପଣଙ୍କୁ ମୁଁ ହିସାବ କରିଦେଉଛି। ଯେକୌଣସି ସବଜେକ୍ଟରେ ଆଡମିସନ୍ କରୁଛନ୍ତି ବର୍ତ୍ତମାନ ଆପଣଙ୍କୁ ଆଡମିସନ୍ ସମୟରେ କ'ଣ କରିବାକୁ ପଡ଼ିବ, ଆପଣଙ୍କର 5,500 ଆଉ ପ୍ଲସ୍ ସାର୍ଟିଫିକେଟ୍ ଫି ଆପଣଙ୍କର ଏମିତି 6,000 ଟଙ୍କା, ମାନେ ଆଡମିସନ୍ ସମୟରେ ଆପଣଙ୍କ 6,000 ଟଙ୍କା ଦେବେ। ଆପଣ ଯେତେବେଳେ ରିଆଡମିସନ୍ କରିବେ 500 ଟଙ୍କା ଡିସକାଉଣ୍ଟ ହେଇଯିବ, କାହିଁକିନା ଏଇ ସାର୍ଟିଫିକେଟ୍ ଫି ଆପଣଙ୍କ ମାଇନସ୍ ହେଇଯିବ। ତ ଏଟା ହେଉଛି ଆପଣ 5,500 ଟଙ୍କା ଆପଣ ଦେବେ। ତ ଆମେ ଯଦି ଦେଖିବା ତାହେଲେ ଇଏ ହେଉଛି 11,500 ଟଙ୍କା ଆପଣଙ୍କୁ ଆଡମିସନ୍ ଆଉ ରିଆଡମିସନ୍ ଫି ପେମେଣ୍ଟ ଦେବାକୁ ପଡ଼ିବ। ଆଉ ଯେତେବେଳେ ଏକ୍ଜାମିନେସନ୍ ବି ଦେବେ, ଏକ୍ଜାମିନେସନ୍ ସେମିଷ୍ଟାର ୱାଇଜ୍ ଦେବେ, ସେମିଷ୍ଟାର ୱାଇଜ୍ ଯେତେଟା ସବଜେକ୍ଟ ଥିବ ସେତେଟା ଆପଣଙ୍କର କ'ଣ ଆପଣଙ୍କର 200 ଟଙ୍କା ଆପଣ ଦେବେ। ତ ଫାର୍ଷ୍ଟ ଇୟର ଦେଖିବା, ଆମେ ଫାର୍ଷ୍ଟ ସେମିଷ୍ଟାର ଦେଖିବା। ଫାର୍ଷ୍ଟ ସେମିଷ୍ଟାର ଦେଖନ୍ତୁ ଆପଣଙ୍କର ଏଇଟା ରହିଲା ଆପଣଙ୍କର 1, 2, 3, 4, 5, 5ଟା ସବଜେକ୍ଟ ରହୁଛି ଆପଣଙ୍କ +3 ପିଲାଙ୍କର। ସେକେଣ୍ଡ ସେମିଷ୍ଟାର ଦେଖନ୍ତୁ ଆପଣଙ୍କର 1, 2, 3, 4, 5, ଦେଖନ୍ତୁ ଏ ଯେଉଁ ସବଜେକ୍ଟ ଗୁଡ଼ାକ ଦେଖାଉଛି ସେମିଷ୍ଟାର ହେଉଛି, ଏଇଟା ହେଉଛି ସିଲାବସରେ ଦେଖିଲେ ଆମେ ଜାଣିପାରିବା କେତେଟା ସବଜେକ୍ଟ ଆପଣ ଦେବେ, ହେଲା କି 2, 4, 6, ଇଏ ହେଉଛି 2, 4, 6, 7ଟା। ତ ଇଏ ହେଉଛି 5, ଇଏ ହେଉଛି 7, କେତେ 12ଟା। ଥାର୍ଡ଼ ସେମିଷ୍ଟାର ଯଦି ଆମେ ଯିବା ତାହେଲେ ଥାର୍ଡ଼ ସେମିଷ୍ଟାର ମଧ୍ୟ ଅଛି, ଇଏ ଦେଖନ୍ତୁ 1, 2, 3, 4, 5, 6, ମାନେ ଇଏ 12, 6, ଇଏ ହେଉଛି 18ଟା। ଆଉ ଫୋର୍ଥ ସେମିଷ୍ଟାର ଯଦି ଯିବା ଆମେ 1, 2, 3, 4, 5, 6, ପୁଣି 18, 6 କେତେ ହେଲା, 18, 6 ଆମର 24, ଆଉ 24 ହେଲେ 1, 2, 3, 4, 5, 6, ପୁଣି ଫିଫ୍ଥ ସେମିଷ୍ଟାର 6, 24, 6, 30, ଆଉ ସିକ୍ସ ସେମିଷ୍ଟାର ଯଦି ଯିବା 1, 2, 3, 4, 5, ଓକେ 5 ମାନେ ଏଠି ଆମର 30, 6, 36। ତ ଆମେ ଜାଣିପାରିଲେ ଆମେ ଯେତେବେଳେ କୌଣସି ଗ୍ରାଜୁଏସନ୍ କୋର୍ସରେ ଆଡମିସନ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆମକୁ ବର୍ତ୍ତମାନ ଆପଣଙ୍କ ଆଡମିସନ୍ ରିଆଡମିସନ୍ ହେଉଛି ଆପଣଙ୍କର ଲଗେଇକି 11,500 ଟଙ୍କା ଦେବେ। ଆଉ ଯେହେତୁ 36ଟା ଟୋଟାଲ ସବଜେକ୍ଟ ଅଛି, ମାନେ 6ଟା ସେମିଷ୍ଟାରରେ 36 ଇଣ୍ଟୁ ଯଦି ଆମେ 200 କରିବା ତାହେଲେ ଆମେ ପାଇବା କେତେ 7200, ମାନେ 7,200 ଟଙ୍କା। ଓକେ, ତ ଆମେ ଯଦି ଦେଖିଲେ ଆଡମିସନ୍ ଆଉ ରିଆଡମିସନ୍ ହେଉଛି ଆପଣଙ୍କ କେତେ 11,500 ଟଙ୍କା, ଇଏ ହେଉଛି ଆପଣଙ୍କର 7,200 ଟଙ୍କା। ଯଦି ଆମେ ଟୋଟାଲ ଦେଖିବା ତାହେଲେ ହେଉଛି ଆପଣଙ୍କୁ 18,700 ଟଙ୍କା ଆପଣଙ୍କୁ ଲାଗିବ ଗ୍ରାଜୁଏସନ୍ କରିବା ପାଇଁ ଓଏସରେ। ମାନେ ଟୋଟାଲ 2 ବର୍ଷରେ ଆପଣଙ୍କର ପିଜି ଯଦି କରୁଛନ୍ତି, ପିଜି ପ୍ରୋଗ୍ରାମରେ ଯଦି କରୁଛନ୍ତି ତାହେଲେ 20,300 ଟଙ୍କା ଆପଣଙ୍କୁ ଲାଗୁଛି। ଯଦି ଆପଣ +3 କରୁଛନ୍ତି ତାହେଲେ ଆପଣଙ୍କୁ ଟୋଟାଲ 2 ବର୍ଷରେ ଆପଣଙ୍କର 18,700 ଟଙ୍କା ଆପଣଙ୍କୁ ଖର୍ଚ୍ଚ ହେବ। ତ ଗୋଟେ ଅନଲାଇନ୍ ଆଭରେଜ ଆପଣଙ୍କର ହିସାବ ପାଇଗଲେ ଯେ ଆପଣଙ୍କର
କମ୍ପ୍ଲିଟ୍ ଆପଣଙ୍କର କୋର୍ସ କରିବା ପାଇଁ ହେଲେ ଆପଣଙ୍କୁ କେତେ ଟଙ୍କା ପେମେଣ୍ଟ ଲାଗିଥାଏ। ତ ଆଶା କରିବି ଆପଣଙ୍କୁ ଏଇଭଳି ଭାବରେ ସମସ୍ତ ତମାମ ଅପଡ଼େଟ୍ ପାଇବା ପାଇଁ ହେଲେ ଆପଣ ଓଏସୁ ବିଷୟରେ ଆପଣ ସବସ୍କ୍ରାଇବ୍ କରି ରଖିବେ। ଭିଡ଼ିଓଟି ସମସ୍ତଙ୍କ ସାଙ୍ଗସାଥିମାନଙ୍କୁ ଯେଉଁମାନେ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି ଗ୍ରୁପ୍ରେ ଆପଣ ହ୍ୱାଟ୍ସଆପ୍ ଷ୍ଟାଟସ୍ ସୋସିଆଲ ମିଡ଼ିଆରେ କୋର୍ସରେ ସମସ୍ତ ଜାଗାରେ ଆପଣଙ୍କର ସେୟାର କରନ୍ତୁ, ଯେଉଁଟାକି ଆପଣଙ୍କର ସପୋର୍ଟ ରହିଲେ ମୁଁ ଏଇଭଳି ଭାବରେ ତମାମ ଅପଡ଼େଟ୍ ଆପଣମାନଙ୍କୁ ଯୋଗାଇ ଚାଲିବି। ଧନ୍ୟବାଦ। ଜୟ ଜଗନ୍ନାଥ।